ଗୋଟେ ନ୍ୟୁଜ୍ ବହୁତ ଭଲ ନ୍ୟୁଜ୍, ଯାହାକି ଯେଉଁ ଚାଷୀ ଆମକୁ ଖାଇବାକୁ ଦେଉଛି, ଯାହାକି ଯାଜପୁରରେ ଏତେ ବଡ଼ ମେଳା ହେଉଥିଲା, ଯାହାକି ତା ଦେହରେ ବହୁତ ପଇସା ଖର୍ଚ୍ଚ ହେଇଛି, କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଛି, ଯାହାକି କୋଟି କୋଟି ଟଙ୍କାର ସିଙ୍ଗରମାନେ ନେଉଛନ୍ତି। କିନ୍ତୁ ଯେତେବେଳେ ଆମ ଚାଷୀ ଉପରକୁ ଭାରରେ ଧାନ ନେଇକି ଉପରକୁ ଚଢ଼ିଲେ, ସେଠି ତାଙ୍କୁ ବିଦା କରାଗଲା। ଆଉ ସିଏ ଯେତେବେଳେ ଚଢ଼ିଥିଲେ ଏମିତି ଶୃଙ୍ଖଳାରେ ଲାଇନ୍ରେ ଯାଇଛନ୍ତି, ଯାହାକି ମୁଁ ଯେତେବେଳେ ଭିଡ଼ିଓଟି ଦେଖିଥିଲି ମୋତେ ଲାଗେ କିଛି ପ୍ରୋଗ୍ରାମ୍ ଅଛି ବୋଧେ, ମାନେ ଲାଇନ୍ ହେଇକି ଯାଉଛନ୍ତି ମୁଣ୍ଡରେ ଟୋପି ଦେଇକି। କିନ୍ତୁ ତାପରେ ଜାଣିବାକୁ ମିଳିଲା କି ଚାଷୀମାନେ ଆନ୍ଦୋଳନ କରୁଛନ୍ତି, ତାଙ୍କ ଧାନ ଯାଇନି। ଦେଖନ୍ତୁ, ଗୋଟେ ଜିଲ୍ଲା ଉତ୍ସବ ହେବାର ଯେଉଁ ହୁଏ କ'ଣ ପାଇଁ, ଯେତେବେଳେ ଧାନ ବିକ୍ରି ସରେ ସମସ୍ତଙ୍କ ମନରେ ଖୁସି ଥାଏ, ସେତେବେଳେ ଉତ୍ସବ କରାଯାଏ। ଥୋଡ଼ି ନା ଖାଲି ତୁମ ସରକାରୀ ଚାକିରି ଥିବ, ମନରେ ଦୁଃଖ, ତମେ ଜିଲ୍ଲା ମହୋତ୍ସବ କରି ହସୁଥିବ, ଆଉ ଜଣେ କାନ୍ଦୁଥିବ। ଏଠି ସରକାରକୁ ପଚାରନ୍ତୁ, ଏଇଟା କ'ଣ ଠିକ୍?